ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କାହ୍ନୁଚରଣ ଲେଙ୍କାଙ୍କର ଆଜି ପରଲୋକ ହୋଇଛି। କଂଗ୍ରେସର ଏକ ବଡ଼ କ୍ଷତି କୁହାଯାଉଥିବା ବେଳେ ବର୍ତ୍ତମାନ ଆମେ ଉପସ୍ଥିତ ରହିଛୁ କାହ୍ନୁ ଲେଙ୍କାଙ୍କର ଜଣେ ଘନିଷ୍ଠ ବନ୍ଧୁ ଶ୍ରୀଯୁକ୍ତ ଉମାକାନ୍ତ ନନ୍ଦଙ୍କ ପାଖରେ। ଦୀର୍ଘ ବର୍ଷର ସମ୍ପର୍କ ଦୁହିଁଙ୍କର, ତେଣୁ ଅଧିକ ଆଲୋଚନା କରିବା ତାଙ୍କ ସହିତ। ସାର୍, ଆମେ ଶୁଣିଛୁ ଆପଣଙ୍କର ସ୍ୱର୍ଗତ କାହ୍ନୁ ଲେଙ୍କାଙ୍କ ସହିତ ଅତି ନିବିଡ଼ ଘନିଷ୍ଠ ସମ୍ପର୍କ ଥିଲା। ସାର୍, ଆଜି ତାଙ୍କର ପରଲୋକ ହୋଇଯାଇଛି। ସାର୍, କ'ଣ କହିବେ? ପ୍ରଥମେ କାହ୍ନୁଚରଣ ଲେଙ୍କା ଆମ ଶଙ୍କଚାଷ ଗ୍ରାମର ପଡ଼ିଶା ଗ୍ରାମ ଅରଡ଼ ଗ୍ରାମରେ ଜନ୍ମ ହୋଇଥିଲେ। ସେ ଆମର ଶଙ୍କଚାଷ ହାଇସ୍କୁଲରୁ ମଧ୍ୟ ମାଟ୍ରିକୁଲେସନ୍ ପାସ୍ କରିଥିଲେ। ସେ କଂଗ୍ରେସ ଦଳରେ ଥିଲେ। ମୁଁ ସେତେବେଳେ ଛାତ୍ର ଥିଲି। ମୁଁ BA ପାସ୍ କଲା ପରେ ମୁଁ ରାଜନୀତିରେ ପ୍ରବେଶ କଲି। କଂଗ୍ରେସ ଦଳରେ ରହି ବହୁ କାର୍ଯ୍ୟ କରିବାକୁ ଉଦ୍ୟମ କରିଥିଲି। ଯୋଗକୁ କାହ୍ନୁଚରଣ ଲେଙ୍କା ସେ ଚୌଦ୍ୱାରର MLA ଭାବରେ ନିର୍ବାଚିତ ହେଲା ପରେ ସେ ଦେଖିଲେ ଆମ ଜନ୍ମମାଟି କଟକ ସଦର ଅଞ୍ଚଳରେ କିଛି କାର୍ଯ୍ୟ କରିବାକୁ ପଡ଼ିବ। ତେଣୁ ସେ କେତେକ ବିଶିଷ୍ଟ ବ୍ୟକ୍ତିଙ୍କୁ କହିଲେ ଯେ ଉମା ବାବୁଙ୍କୁ ଆପଣ ଆଣି ମୋ ସାଙ୍ଗରେ ମିଳାନ୍ତୁ, କଥାବାର୍ତ୍ତା କରାନ୍ତୁ, ତାହେଲେ ଆମେ କିଛି କରିବା। ତଦନୁଯାୟୀ ମୁଁ ତାଙ୍କ ସାଙ୍ଗରେ ଏକଦମ ଘନିଷ୍ଠ ସମ୍ପର୍କ ସୃଷ୍ଟି କରିଥିଲି। କଲାପରେ କିଛି ଆମେ ଉନ୍ନତିମୂଳକ କାର୍ଯ୍ୟ କରିଥିଲୁ। ଆମ କେନାଲ ବନ୍ଧକୁ ରାସ୍ତା କରିବାରେ ମଧ୍ୟ କାର୍ଯ୍ୟ କରିଥିଲୁ। ତାପରେ ସେ ମିନିଷ୍ଟର ହେଇଥିଲେ, ଓଡ଼ିଶା ଗଭର୍ଣ୍ଣମେଣ୍ଟର ରେଭିନ୍ୟୁ ମିନିଷ୍ଟର ହେଲେ। ରେଭିନ୍ୟୁ ମିନିଷ୍ଟର ହେଲା ପରେ ଆମେ ବହୁତ କିଛି କାର୍ଯ୍ୟ କରିବାକୁ ଆରମ୍ଭ କରିଥିଲୁ। କିନ୍ତୁ ରାଜନୈତିକ କାରଣରୁ କେତେକ ଲୋକ ଏସବୁ ବିରୋଧ କରିବାରୁ ଆମେ ବିଶେଷ କିଛି କରିପାରିନଥିଲୁ। ସେଥିରୁ ଆମେ ବହୁତ ଚେଷ୍ଟା କଲୁ କିଭଳି କାହ୍ନୁବାବୁ କଂଗ୍ରେସର ଦାୟିତ୍ୱ ନିଅନ୍ତୁ, ଓଡ଼ିଶା ପ୍ରଦେଶ କଂଗ୍ରେସର ସଭାପତି ହୁଅନ୍ତୁ। ମୁଁ ବହୁତ କିଛି କରିଥିଲି, ବହୁ ଲୋକଙ୍କୁ ଆପ୍ରୋଚ୍ କରିଥିଲି। ଶେଷରେ ସେ ଓଡ଼ିଶା କଂଗ୍ରେସ ସଭାପତି ହେଇଥିଲେ। ସଭାପତି ହେଲା ପରେ କେନ୍ଦ୍ର କଂଗ୍ରେସ ଗୋଟେ ନିୟମ କଲେ, ଯେଉଁମାନେ ରାଜ୍ୟରେ ସଭାପତି ଅଛନ୍ତି ସେମାନେ ସବୁ ପାର୍ଲାମେଣ୍ଟକୁ ଆସିବା ଦରକାର। ସେହି ପରିପ୍ରେକ୍ଷୀରେ କାହ୍ନୁବାବୁ ରାଜ୍ୟସଭା ମେମ୍ବର ହେଇଗଲେ। ଗଲା ପରେ ଆମେ ଆଉ ମୋର 2 ଜଣ ଅନୁଗାମୀ ଅଛନ୍ତି। ଆମେ ଯାଇ ବହୁତ ଚେଷ୍ଟା କଲୁ। ସେ କେନ୍ଦ୍ରର କୃଷି ରାଷ୍ଟ୍ରମନ୍ତ୍ରୀ ହେଲେ। ସେଥିରେ ସେ ସନ୍ତୁଷ୍ଟ ନଥିଲେ। ଏଭଳିକି ଆମେ ଦୂର ଦୂରାନ୍ତ ଯାଇ କେତେକ ବ୍ୟକ୍ତିଙ୍କୁ ଭେଟି, ନେତାଙ୍କୁ ଭେଟି ସେ କେନ୍ଦ୍ରରେ ରେଳ ରାଷ୍ଟ୍ରମନ୍ତ୍ରୀ ହେଲେ। ସେ ରେଳ ରାଷ୍ଟ୍ରମନ୍ତ୍ରୀ ହେଲାବେଳେ ମୋତେ ସେ JRUC ଯେଉଁ ଅଛି କମିଟି, ସେତେବେଳେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଥାଏ, ସେଥିରେ ସେ ମେମ୍ବର କରିଥିଲେ। ସେ JRUCରେ ମୁଁ ଲାଗି ପଡ଼ିକରି ଆମର ମଙ୍ଗୁଳି ପାସେଞ୍ଜର ହଲ୍ଟ, ଆମର ଚିଲିକାରେ ଗୋଟେ ପାସେଞ୍ଜର ହଲ୍ଟ, କାଠଯୋଡ଼ି ପାସେଞ୍ଜର ହଲ୍ଟ କରିଥିଲୁ। କଂଗ୍ରେସ କଟକ ରେଳ ଷ୍ଟେସନର ଆଧୁନିକରଣ ହେଇଥିଲା। ବହୁତ କିଛି କାର୍ଯ୍ୟ ହେଇଥିଲା। ଏଇଭଳି ଭାବରେ ତାଙ୍କ ସାଙ୍ଗରେ ମୋର ବହୁତ ଘନିଷ୍ଠ ସମ୍ପର୍କ ଥିଲା। ଆପଣମାନେ ଜାଣିଛନ୍ତି ରାଜନୀତିରେ ତ ବହୁତ କାନ କୁହା ଥାନ୍ତି। ତେଣୁ ସେ କାନ କୁହାଙ୍କ ପାଇଁ ଆଉ କିଛି କାର୍ଯ୍ୟ ହେଇପାରିଲା ନାହିଁ। କାହ୍ନୁବାବୁଙ୍କର ଏ ଦେହାନ୍ତରେ ମୁଁ ଗଭୀର ଭାବରେ ମର୍ମାହତ। କାହିଁକିନା ସେ ଆଉ ମୁଁ 2 ଯାକ ମିଶି କଟକ ସଦରରେ ଗୋଟେ ସାଂସ୍କୃତିକ ଜାଗରଣ ସୃଷ୍ଟି କରିଥିଲୁ। ଗୋଟେ ରେଜିଷ୍ଟର୍ଡ ଆସୋସିଏସନ୍ କରିଥିଲୁ, କଟକ ସଦର ସାଂସ୍କୃତିକ ସଂସଦ। ବହୁ ଜାଗାରେ ବଡ଼ ବଡ଼ ସଭା କରିଥିଲୁ, ବହୁ ଅତିଥିଙ୍କୁ ନିମନ୍ତ୍ରଣ କରିଥିଲୁ। ବହୁ ସାଂସ୍କୃତିକ ଜାଗରଣ ତ ହେଇଥିଲା। ତା ଦେଖାଦେଖି ବହୁ ଜାଗାରେ ମଧ୍ୟ ସାଂସ୍କୃତିକ ସଂଗଠନ ମାନ ଗଢ଼ି ଉଠିଲା। ଇଏ ହେଲା ଗୋଟେ ସଂସ୍କୃତି କ୍ଷେତ୍ରରେ ଗୋଟେ ଅବଦାନ ତାଙ୍କର। ମୋହର ମଧ୍ୟ ତାର ଥିଲା। ସେ ଜାଣିଥିଲେ ଯେ ଉମାବାବୁ ମୋ ସାଙ୍ଗରେ ନ ରହିଲେ ମୁଁ ସଦରରେ କିଛି କରିପାରିବି ନାହିଁ। ସାର୍, ଦେଖନ୍ତୁ, ଏତେ ବର୍ଷ ସମ୍ପର୍କ ଆପଣ କହୁଛନ୍ତି, କିନ୍ତୁ ସାର୍ ପରିଚୟ କେମିତି ଥିଲା? ଆପଣ ତ କହୁଛନ୍ତି ସେ ସମୟରେ ଆପଣ ଛାତ୍ର ଥିଲେ। ପରିଚୟ ତ ଜନ୍ମରୁ ହେଇଥିଲା। ଆମେ ଯେତେବେଳେ ସପ୍ତମରେ ପାସ୍ କରୁଥିଲୁ, ସେ ଏକାଦଶ ପାସ୍ କଲେ। ପିଲାଦିନୁ ଆମର ସମ୍ପର୍କ ଥିଲା, ସବୁଥିରେ ସମ୍ପର୍କ ଥିଲା। ମଝିରେ ସେ କିଛି ଦିନ ଯାଇ ଫୁଲ୍ ଡକାରେ ରହିଗଲେ।
ଫୁଲନଖାରେ ରହିଗଲା ପରେ ଆମର ସମ୍ପର୍କ ବିଚ୍ଛିନ୍ନ ହୋଇନଥିଲା। ତାପରେ ସେ ପୁଣି କଟକ ସଦରରେ ମନୋନିବେଶ କଲେ। ଗାଁକୁ ଗାଁ ପ୍ରତି ଦୃଷ୍ଟି ଦେଲେ, ତାଙ୍କ ଗାଁ ପ୍ରତି। ସେ ତାଙ୍କ ଗାଁରେ ଗୋଟେ ମଧ୍ୟ ଶିବ ମନ୍ଦିର କରିଛନ୍ତି। ତାଙ୍କର ଯେଉଁ ଠାକୁରାଣୀ ଅଛନ୍ତି, ଗାଁ ଠାକୁରାଣୀ, ପ୍ରତିବର୍ଷ ସେଠି ବିରାଟ ଆକାର ଗୋଟେ ଯଜ୍ଞ ହୁଏ, ହୋମ କାର୍ଯ୍ୟ ହୁଏ। ଗତ ବର୍ଷ ସେ ମୋତେ ଜାଣିଥିଲେ ମରିଯିବେ ବୋଲି। ଗତ ବର୍ଷ ସେ ମୋତେ ଖବର ପଠାଇଲେ ଯେ ଉମା ବାବୁ, ମୁଁ ଏବେ ସେ ଠାକୁରାଣୀଙ୍କ ଯାତ୍ରାକୁ ଯିବି ଯଜ୍ଞ ଦିନ, ତୁମେ ଟିକେ ଆସିବ, ଆମେ କଥାବାର୍ତ୍ତା ହେବା। ସେ ବି ଚାଲିପାରୁନଥିଲେ, ମୁଁ ବି ଚାଲିପାରୁନଥିଲି। ମୁଁ ଗଲି, ତାଙ୍କ ସାଙ୍ଗରେ ଦୁଇ ଚାରି ପଦ କଥା ହେଲି। ସେ କହିଲେ ଆଉ କେମିତି ଅଛ? ମୁଁ କହିଲି ଏଇଆ ତ, ଆଉ କ'ଣ ବୟସ ହେଇଗଲାଣି ନା, ମୁଁ ଆଉ ବିଶେଷ ଚାଲବୁଲ କରିପାରୁନି, ଆଉ କିଛି ମଧ୍ୟ ସେଭଳି ଉତ୍ସାହ ମୋର ନାହିଁ। ଦେଖାଯାଉ। ମୁଁ କହିଲି ଠାକୁରାଣୀ ଅଛନ୍ତି, ବଞ୍ଚେଇ ରଖିବେ, ଏତିକି କହି ସେଦିନ ମୋର ଗତ ବର୍ଷ ମୋର ତାଙ୍କ ସାଙ୍ଗରେ ଦେଖା ହେଇଥିଲା। ୟା ଭିତରେ ଆଉ ଦେଖା ହେଇନି। ତାଙ୍କର ଦେହ ଖବର ପାଇଲି। ମୁଁ କିନ୍ତୁ ଅସୁସ୍ଥ ଥିବାରୁ ଯାଇପାରିଲି ନାହିଁ ତାଙ୍କ ମର ଶରୀରକୁ ଦର୍ଶନ କରିବାକୁ। ମୁଁ ଖବର ପାଇଲି ଯେ ତାଙ୍କୁ ସେ କଂଗ୍ରେସ ଭବନ ନେଇକରି ଗାଁ ବୁଲେଇକରି ନେଇକରି ସଂସ୍କାର କରିବେ ବୋଲି। ତେଣୁ କାହ୍ନୁବାବୁଙ୍କର ସମ୍ପର୍କ ସବୁବେଳେ ମୋର ମନେ ପଡ଼େ। ତାଙ୍କର କ'ଣ ସେଇଭଳି ମଧ୍ୟ ମନେ ପଡ଼େ ମୋ କଥା। ବହୁ ପୁସ୍ତକ ସେ ମଧ୍ୟ ଲେଖିଛନ୍ତି, ମୁଁ ବି ମଧ୍ୟ ଲେଖିଛି। ଏଇଭଳି ଭାବରେ ଆମର ତାଙ୍କ ସାଙ୍ଗରେ ମୋର ସମ୍ପର୍କ ଥିଲା। ଆଉ କହିଲେ ମୋର କୋହ ଉଠୁଛି ଯେ ତାଙ୍କ ପାଇଁ କଟକ ସଦରରେ ରାଜନୈତିକ ବାତାବରଣ ସୃଷ୍ଟି ହୋଇଥିଲା। ଆଗରୁ ବହୁ ନେତା ଥିଲେ, ବହୁ କର୍ମୀ ଥିଲେ, ସ୍ୱାଧୀନତା ସଂଗ୍ରାମୀ ଥିଲେ, କିନ୍ତୁ କଟକ ସଦରରେ ସେଭଳି ରାଜନୈତିକ ବାତାବରଣ ସୃଷ୍ଟି ହୋଇନଥିଲା। କାହ୍ନୁବାବୁ ଆସିଲା ପରେ, ମୁଁ ତାଙ୍କ ସାଙ୍ଗେ ଯୋଡ଼ି ହେଲା ପରେ ଗୋଟେ ରାଜନୈତିକ ବାତାବରଣ ସୃଷ୍ଟି ହୋଇଥିଲା। ସାର୍ ଖାଲି ସ୍ୱର୍ଗତ କାହ୍ନୁ ଲେଙ୍କା ନୁହନ୍ତି, ତାଙ୍କର ବାପାଙ୍କ ସହିତ ମଧ୍ୟ ଆପଣଙ୍କର ଏବଂ ଆପଣଙ୍କ ପରିବାର ମଧ୍ୟ ସୁସମ୍ପର୍କ ଥିଲା ବୋଲି ଆମେ ଶୁଣିଛୁ ସାର୍। ତାଙ୍କର ପରିବାର ସାଙ୍ଗେ ଆମେ ଗଭୀର ଭାବେ ପରିଚିତ। ତାଙ୍କର ବାପା, ତାଙ୍କର ମା', ସେ ଯେତେବେଳେ ଭୁବନେଶ୍ୱରରେ ମନ୍ତ୍ରୀ ହେଲେ, ମୁଁ ତାଙ୍କୁ ସବୁବେଳେ କହିଲି ଆପଣ ବାପାଙ୍କୁ ଆଣି ପାଖରେ ରଖନ୍ତୁ। ସେ ମୋ କଥା ମାନି ବାପାଙ୍କୁ ନେଇକି ତାଙ୍କର ପାଖରେ ରହିଲେ। ତାପରେ ତାଙ୍କ ମା' ମଧ୍ୟ ଯାଇକି ରହିଲେ ତାଙ୍କ ପାଖରେ। ଏଇଭଳି ଭାବରେ ସେ ଅନେକ ଥର ମୋତେ କହିଛନ୍ତି ଯେ ଉମା ବାବୁ, କଟକ ସଦରରେ କ'ଣ ହେବ ଏଇଟା ତୁମର ଦାୟିତ୍ୱ। ମୁଁ କହିଲି ମୋର କ'ଣ ଦାୟିତ୍ୱ? ଆପଣଙ୍କର ଏଇଟା ଦାୟିତ୍ୱ। ମନ୍ତ୍ରୀ ହିସାବରେ ବା ତୁଙ୍ଗ ନେତା ହିସାବରେ ଆପଣ ଯାହା କରିବେ ତାହା ହେଇପାରିବ, କିନ୍ତୁ ତାହା ହେଇପାରିଲାନି। କାରଣ କଂଗ୍ରେସ ଦଳରେ ଯେଉଁ ବିଚ୍ଛିନ୍ନତାବାଦୀ ମୁଣ୍ଡ ଟେକିଥିଲେ, ସେ ସବୁଥିରେ ଭଟ୍ଟା ପଡ଼ିଗଲା। ଆମେ କିଛି କରିପାରିଲୁନି, ନହେଲେ ବହୁତ କିଛି କରିଥାନ୍ତୁ। ସାର୍ ଆପଣ ତ ଜଣେ ଲେଖକ, ସାହିତ୍ୟିକ ଏବଂ ବିଭିନ୍ନ କ୍ଷେତ୍ର ଭାରତରେ ପରିଦର୍ଶନ କରିଛନ୍ତି ଏବଂ ସେ ମଧ୍ୟ ସେହି ସମୟରେ କେନ୍ଦ୍ରରେ ମନ୍ତ୍ରୀ ଥିଲେ। ସାର୍ ସହଯୋଗ ଆପଣଙ୍କର ସେ ସମୟରେ ଯେଉଁ ବାର୍ତ୍ତାଳାପ, ସେ ମଧ୍ୟ ଲେଖକ ଥିଲେ ବୋଲି ଆପଣ ସୂଚନା ଦେଉଥିଲେ, କେମିତି ଥିଲା ସାର୍? ସେ କଥାଟା ମୁଁ ମୋ ମନେ ଅଛି, ବହିରେ ଲେଖିଛି। ତାଙ୍କ ସାଙ୍ଗରେ ମୋର କ'ଣ ସମ୍ପର୍କ ଥିଲା, କିଭଳି ସେ ପ୍ରରୋଚନା ଦେଉଥିଲେ, ମୋତେ ଉଦ୍ବୁଦ୍ଧ କରୁଥିଲେ ସବୁ କଥାରେ। ସେଇଥିପାଇଁ ମୁଁ ମଧ୍ୟ ଲେଖିଛି, ମୋ ମନ ଅଛି, ପୁସ୍ତକରେ ଲେଖିଛି। ଆମ ହାଇସ୍କୁଲ ପାଇଁ ଆମେ ବହୁତ କିଛି କରିଥିଲୁ। ସେ ଯେତେବେଳେ ମନ୍ତ୍ରୀ ଥିଲେ, ଗୋଟେ ଆମେ ଶଙ୍କତ ଦାସ ଗାର୍ଲସ ହାଇସ୍କୁଲ କରିଥିଲୁ। ସେ ରାତାରାତି ଓଭରନାଇଟ୍ ରେକଗ୍ନେସନ୍ ହୋଇଗଲା, ଫୁଲ୍ ଗ୍ରାଣ୍ଟ ପାଇଲା। ଶଙ୍କତ ଦାସ ଗାର୍ଲସ ହାଇସ୍କୁଲ ବହୁତ ଦିନ ରହିଲା, ବହୁତ ଛାତ୍ରୀ ସେଠୁ ପାସ୍ କଲେ। କିନ୍ତୁ ସରକାର ଗୋଟେ ପରେ ବ୍ୟବସ୍ଥା କଲେ ଯେ ପାଖ ହାଇସ୍କୁଲରେ ସବୁ ଗାର୍ଲସ ହାଇସ୍କୁଲକୁ ମିଶାଇ ଦିଆଯିବ। ସେତେବେଳେ ସେଇ ସମୟରେ ଆମ ଶଙ୍କତ ଦାସ ହାଇସ୍କୁଲଟି ସେଠି ମିଶିଗଲା। ତାଙ୍କ ପ୍ରରୋଚନାରେ ମୁଁ କଟକ ସଦର କଲେଜ ବୋଲି ଗୋଟେ ଆରମ୍ଭ କରିଥିଲି। 3-4 ବର୍ଷ ଚାଲିଲା, ରେକଗ୍ନେସନ୍ ମିଳିଥିଲା ଆମକୁ ବୋର୍ଡ଼ରୁ। 2 ବ୍ୟାଚ୍ ଆମର ପରୀକ୍ଷା ଦେଇଛନ୍ତି, କିନ୍ତୁ ଆମର ଜାଗା ମିଳିଲାନି କେଉଁଠି କଲେଜ ପ୍ରିମିସେସ୍ ହେବ। ସେଥିପାଇଁ ସେ କଲେଜକୁ ବନ୍ଦ କରିଦେବାକୁ ଆମେ ବାଧ୍ୟ ହେଲୁ। ଏସବୁ କଥାରେ କାହ୍ନୁବାବୁଙ୍କ ପ୍ରେରଣା ଯଥେଷ୍ଟ ଥିଲା, ବହୁତ ଅବଦାନ ଥିଲା। ସେ ଆର୍ଥିକ ଭାବରେ, ମାନସିକ ଭାବରେ ମୋତେ ବହୁତ ସମର୍ଥନ କରୁଥିଲେ। ସାର୍ ତାଙ୍କ ସହିତ ଯଦି ବଡ଼ ସ୍ମୃତି ଆପଣଙ୍କର କୁହାଯିବ, ତାହେଲେ ସାର୍ କେଉଁଟାକୁ ଆପଣ ବଖାଣିବେ? ସ୍ମୃତି କ'ଣ, ସେ ସ୍ମୃତି ତ ଅଭୁଲା ହେଇ ରହିବ। ତାଙ୍କ ସାଙ୍ଗରେ ମୋର ଯେଉଁ ସମ୍ପର୍କ, ସେ ସ୍ମୃତି ଅଭୁଲା ହେଇ ରହିବ।
ଯେତେବେଳେ ସକାଳୁ ମୁଁ ଖବର ପାଇଲି ଆମ ଗାଁରୁ ପଦ୍ମନ କୁମାର ପତି ବୋଲି ଜଣେ ଆମର ସମ୍ପର୍କୀୟ ସେ ମୋତେ ଫୋନ୍ କରି କହିଲେ କାହ୍ନୁବାବୁ 9ଟା ବେଳେ ଚାଲିଗଲେ। ମୁଁ ଅସ୍ଥିର ହୋଇ ପଡ଼ିଲି। ସେତିକିବେଳୁ ଆଉ ସେଜରୁ ଉଠି ନେଇ ଶୋଇ ରହିଥିଲି ଯେ ଗୋଟେ ଆମେ ହରେଇଲୁ ରାଜନେତା। ଏଇଭଳି ସୁଯୋଗ ଆଉ କଟକରେ ସଦରରେ ସୃଷ୍ଟି ହେବନି। କେହି ସେଭଳି ନେତୃସ୍ଥାନୀୟ ବ୍ୟକ୍ତି ନୁହନ୍ତି ଯେ କି ଓଡ଼ିଶାର ଯେଉଁ ରାଜନୈତିକ କ୍ଷେତ୍ରରେ ତୁଙ୍ଗ ସ୍ତରକୁ ଯାଇପାରିବେ। ସାର୍ ଯଦି ଦୁଇ ଧାଡ଼ିରେ ଆପଣଙ୍କୁ ସ୍ୱର୍ଗତ କାହ୍ନୁଲେଖାଙ୍କୁ ବର୍ଣ୍ଣନା କରିବାକୁ କୁହାଯାଏ ସାର୍ କେମିତି ସାର୍ ରଖିବେ ପ୍ରତିକ୍ରିୟା? କର୍ମୀ ଥିଲେ, ସହଯୋଗୀ ଥିଲେ। ଯିଏ ଯାଉଥିଲା ତାକୁ ଭଲ ମନ୍ଦ ପଚାରୁଥିଲେ, ତା କଥା ବୁଝୁଥିଲେ। ସେ ମଧ୍ୟ ପ୍ରାଣପଣେ ତାର ସେ ସୁବିଧା ଅସୁବିଧାକୁ ସମାଧାନ କରିବାକୁ ଚେଷ୍ଟା କରୁଥିଲେ। ଦେଖୁଥିଲେ ସ୍ୱର୍ଗତ କାହ୍ନୁଚରଣ ଲେଙ୍କାଙ୍କର ଘନିଷ୍ଠ ବନ୍ଧୁ ଶ୍ରୀଯୁକ୍ତ ଉମାକାନ୍ତ ନନ୍ଦ ସାର୍ଙ୍କର ପ୍ରତିକ୍ରିୟା। ଯେତେବେଳେ ସ୍ୱର୍ଗତ କାହ୍ନୁ ଲେଙ୍କା ଯେତେବେଳେ ତାଙ୍କ ସହିତ କାର୍ଯ୍ୟ କରୁଥିଲେ କେମିତି ତାଙ୍କର ବିଚାରଧାରା ଥିଲା, କାର୍ଯ୍ୟଶୈଳୀ କେମିତି ଥିଲା, ତାକୁ ଆଜି ଯେତେବେଳେ କାହ୍ନୁ ଲେଙ୍କାଙ୍କର ପରଲୋକ ଘଟିଛି ଆମ ସହିତ ତାହା ବର୍ଣ୍ଣନା କରୁଥିଲେ। ଏବଂ ଯେହେତୁ ସେ ଅସୁସ୍ଥ ଅଛନ୍ତି, ଖବର ପାଇବା ପରେ ମଧ୍ୟ ଭେଟିବାକୁ ଯାଇପାରୁନାହାନ୍ତି, ଶୋକବାର୍ତ୍ତା ଯଦିଓ ଜଣାଉଛନ୍ତି, କିନ୍ତୁ ଯାହା ପୂର୍ବର ସମୟ ବା ସ୍ମୃତି ସବୁ ରହିଯାଇଛି ତାହା ବର୍ତ୍ତମାନ ଲୁହ ଆକାରରେ ବହି ଆସୁଛି। କାରଣ ଦୀର୍ଘ ବର୍ଷର ସମ୍ପର୍କ, ଯେହେତୁ ପାରିବାରିକ ସମ୍ପର୍କ କହୁଛନ୍ତି ଏବଂ କାହ୍ନୁଲେଖାଙ୍କର ବାପାଙ୍କ ସହିତ ମଧ୍ୟ ସେ ଜଡ଼ିତ ଥିଲେ, ତେଣୁ ଯାହା ବି ବର୍ତ୍ତମାନ ସିଧାସଳଖ ଯଦି ଆମେ କହିବା ସବୁତକ ସ୍ମୃତି ବର୍ତ୍ତମାନ ତାଜା ହୋଇ ଉଠୁଛି। ଘନିଷ୍ଠ ବନ୍ଧୁ ଯେହେତୁ ସହଯୋଗୀ ଥିଲେ, ତେଣୁ ନିଶ୍ଚିତ ଭାବେ ଆମେ କହିପାରିବା ଯେ କାହ୍ନୁଲେଙ୍କା ଜଣେ ଦୃଢ଼ ସଂଗଠକ, ଜଣେ ମଣିଷ ଯେ ମାଟିକୁ ଭଲ ପାଉଥିଲେ, ଗାଁ ଲୋକଙ୍କୁ ଭଲ ପାଉଥିଲେ। କଟକରୁ କ୍ୟାମେରାମ୍ୟାନ୍ ପ୍ରତାପଙ୍କ ସହ ପ୍ରଭାତ ରାଉତ, ମୋବାଇଲ ନ୍ୟୁଜ୍ 24x7।